ଏବେ ଆମେ ପୁରା ଫ୍ରେଶ୍ ମାଛ କିଣିକି ପୁରା ବାହାରିଲୁ। ଆଜି ଘରେ ପୁରା ଶାନ୍ତିରେ ଗୋଟେ ଭୋଜନ ହେବ ପୁରା। ଭାଇ ଆମର ପୁରା ଆସିକି 10ଟା ହେଲାଣି, ମୁଣ୍ଡୁଳି ପୁରା ଜିଅନ୍ତା ମାଛ ପୁରା ଇଏ କରୁଛନ୍ତି ଆଉ କେଲି କରୁଛନ୍ତି ପୁରା। हाय हेलो नमस्कार मळू वेलकम टू माय चैनल। तो मु आज सकाळु सकाळु बाहरी भुवनेश्वर ढेंकानाल ए खराटारे। हौ चलतु डेरी न कर वीडियो स्टार्ट करवा। फाइनाली एबे आमे मुंडुली रे पहुँचलु। एटा सब गेट उड़ा फ्रेश माछ पूरा जाल पकेले पड़े किए गोटे नाउरिया सोमवार बाजी सोमवार माछ खाइब आज मंगलवार। आगे ना आगे आगे नथिबो फोन तुम फोन धर मंगलवार तो तुम घर कहीं खाऊना। हाँ देख के पानी पूरा ओ अलग प्रकार लगुच बोपालो पूरा महानदी आ। जेहेतु गोटे जाऊँ गोटे मुंडुली देखी जो मैंने जेहेतु गोटे फ्रेश माछ न नेबू एटा कौन भल लगे तो पुणी आउ रहीगलानी गाटा बुलेकी पुणी जाऊँ सुना पिला भाया माछटा नहीं फाइनाली घर को जी पूरा। फाइनाली ये जगह आसी पहुँचलु। मौसा केते आगे भी से भिड़ से माछ तो एबे आमे पूरा फ्रेश माछ किणी पूरा बाहरलु। आज घरे पूरा शांति गोटे भोजन देव पूरा जेहेतु गोटे मुंडुली माछ बापा ये कौन जाई माछ नुह मुंडुली माछ फ्रेश माछ पूरा सकाळु सकाळु जोटा धरा हुए से माछ आज आमे पूरा भोजन करूँ। ओह लगुच पवन रे मु तो पूरा बाई आई जाऊँ पूरा पवन जो माहौल पूरा मेघुआ मेघुआ पाग जो लगुच लो बर्तमान मुंडुली आम मझे जाऊँ माने दी पड़े पानी मझे माने मझे माने मझे रास्ता ना से मुझे जाऊँ जाऊँ फाइनाली किसी गोटे आसला एडी तो आम टे बर्तमान ब्रेकफास्ट करूँ। एटा कौन साई टिफिन तो फाइनाल आम से जलिया खाई बाहर बर्तमान सकाल सकाल टे मेघुआ पाग होता भल लगुला। ए जो खराटा हम ओ छाड़ आवाक तो पड़ो कौन करवा। फाइनाली यहाँ हूँ ढेंकानाल को सीधा गले ढेंकानाल ढेंकानाल न जाइए आम जाऊँ इे बाँ पटे बाईपास। ठंडा
ହାଁ ଏତେ ସମୟ ପରେ ଫାଇନାଲି ଆମେ ଆସି ଘରେ ପହଞ୍ଚିଲୁ। ବାଗେଇକି ଟିକେ ନିଅ। କାମ କରୁଛନ୍ତି ପୁରା ମାନେ ଫାଇନାଲି ଆମେ ଆସିଲୁ ଢେଙ୍କାନାଳ ନା କ'ଣ? ହାଁ ଫାଇନାଲି ରୋଷେଇ ଘରୁ ପଶିବା କଥା ନୁହଁ, ଗାଧେଇନି ନା। ହାଁ ପୁରା ବଢ଼ିଆ ରୋଷେଇ କରୁଛ ଆଉ ନା? କିଏ? ନା ଆମେ ଦେଖିନୁ। ତ ଫାଇନାଲି ରେଡ଼ି ହେଇଯାଇଛି ଭାଇ ପୁରା ନା ଆମର କଷିବ ପୁରା ଆଉ। ଏଇଟା ଭାତ ହେଇଛି। ନା ଛଡ଼େଇନି, ଚେନ୍ ତ ଭର୍ତ୍ତି କରିଦେଲା ଆଉ। ଇଏ ହେଉଛି ମୁଣ୍ଡୁଳି ମାଛ। ଓ ଚିଣ୍ଟୁ ସେ ଛଡ଼େଇନି ନା ମାଛଟା, ଏଇ ଯେଉଁ କାତି ଗୁଡ଼ାକ। ମୁଁ କହିଲି ମାଛ କାତି ଛଡ଼େଇନି ନା? ହଁ ଛଡ଼େଇନି। ତାହେଲେ ଫାଇନାଲି ସେ ଛଡ଼େଇନି, ଆମେ ବର୍ତ୍ତମାନ ଛଡ଼େଇବୁ ଆଉ। ମାନେ ଗୋଟେ ମଣିଷ ଜୀବନ ଗୋଟେ ଭାଗ୍ୟ ନା, ମାନେ ସବୁ ରେଡ଼ି ଅଛି ଆଉ, ମାନେ 15-20 ମିନିଟ୍ ପରେ ରେଡ଼ି ହେବ ପୁରା। ଭାତ ଏପଟେ ଏଇଟା କ'ଣ, ଏଇଟା ସୋୟା ବଡ଼ି। ପୁଣି ଆମେ ତ ପୁରା ଫେମସ୍ ଆଉ, ପୁରା ମୁଣ୍ଡଳି ଫେମସ୍, ପୁରା ମାଛ ପୁରା ଇଏ, ପୁଣି ଶାଗ ଆଉ ଏଇଟା କ'ଣ, ଛତୁ। ଏଇଟା ଛତୁ, ଏଇ ଅଦା ରସୁଣ ରେଡ଼ି ପୁରା। କ'ଣ ଆଉ ମାନେ ଭାଗ୍ୟ ଏଇଭଳିଆ ତ ଛାଡ଼। ଓ ଜନ୍ମର ଗୋଟେ ଭଲ ପୁଣ୍ୟ କାମ କରୁଛି ଆଉ, ପୁରା ରେଡ଼ି ଅଛି ପୁରା। ହଉ ଆଇଁଷ ତ ଆଣିଲି, କିନ୍ତୁ ମୋ ଦେହ ସାରା ଆଇଁଷ ହେଇଯାଇଛି। ମୁଁ ଟିକେ ଶୌଚ ଟିକେ ହେବି, ତାପରେ ଯାଇକି ଗୋଟେ ବାଡ଼ିକି ଗୋଟେ ଖିଆ ହେବ, ତାପରେ କିଛି କାମ ନାହିଁ ଆଉ କ'ଣ, ରେଷ୍ଟ। ଫାଇନାଲି ହେଉଛି ଆଜିର ଖାଇବା। ଏଇଟା ହେଉଛି ଭାତ, ଡାଲମା, ତାପରେ ମାଛ ଭଜା, ମୁଣ୍ଡୁଳି ମାଛ ଭଜା, ତା ସାଇଡ଼୍ରେ ହେଉଛି ଶାଗ ଭଜା। ପୁରା ବାଡ଼ିରୁ ତୋଳାଇକି ପୁରା ଶାଗ ଅଣା ହେଇ ସେଇଭଳିଆ ଭଜା। ଆଉ ଏପଟେ ଡାହାଣ ପଟେ ହେଉଛି ଏଇଟା ଛତୁ ଭଜା। ତା ସାଙ୍ଗକୁ ଲୁଣ ଲଙ୍କା ଲେମ୍ବୁର ଯେଉଁ ପାଗ, ମୋ ପାଟିରୁ ଲାଳ ଭରି ଯାଉଛି। ଆଗେ ଟିକେ ବଇନି କରିଦେବା। ଏବେ ଟୋଟାଲି ପୁରା ଫାଇନାଲ୍ ପୁରା ଟେଷ୍ଟ କରିବା, ପୁରା ଦେଖିପାରୁଥିବେ ଏଗୁଡ଼ା ସବୁ ଥୁଆ ହେଇଛି ପୁରା ମୋ ଆଖି ଆଗରେ। ପୁରା ଏଠି ଭାତ ସହିତ ଟିକେ ଡାଲି ଟିକେ ଗୋଳେଇଦେବା। ଡାଲମା ଲଙ୍କା ଶାଗ ଆଉ ଏଇଠି ମୁଣ୍ଡୁଳି ମାଛ ପୁରା ପାଟିରୁ ଗଲେ ଲାଲ ଛାଣି ବୋପାଲ। ମାଛ ଗଲା, ତା ସହିତ ଲୁଣ ଲଙ୍କା ଲେମ୍ବୁ ପାଗଟା ଦହି ଗୋଟେ ଥୁଆ ହେଇଛି, ଆଉ କ'ଣ ଦରକାର। ଏଇଟା ଛତୁ ପୁରା, ଦେଶୀ ଛତୁ ପୁରା। ଓ ତ ଆଉ ଭିଡ଼ିଓ କରିବାର ବି ଆଉ ସମୟ ନାହିଁ, କାହିଁକି କହିଲେ ମୋ ପାଟିରୁ ଯେଉଁଭଳିଆ ଲାଳ ବାହାରିଲାଣି। ଏତେ ଆଇଟମ୍ ଅଛି ନା, ଆଉ ଯଦି ନ ଖାଇପାରିଲା ମାନେ ଅସୁବିଧା। ତ ଭିଡ଼ିଓଟା ଏଇଠି ଖାଲି ପୁସ୍ କରିଛି। ମୁଁ ଖାଇସାରିଲା ପରେ ପୁଣି ଆଉ ଥରେ ଭିଡ଼ିଓ ଷ୍ଟାର୍ଟ କରିବି। ରେଡ଼ି।